ଗତକାଲି ଘଟିଥିବା ଏକ ବସ୍ ଦୁର୍ଘଟଣାର ଚିତ୍ର ଦେଖନ୍ତୁ। ଏହି ଦୃଶ୍ୟ ହିଁ ବୟାନ କରୁଛି ଯେ କେତେ ଭୟଙ୍କର ଥିଲା ଦୁର୍ଘଟଣା। ଏକ ଟ୍ରକ୍ ପଛପଟେ ଗୋଟିଏ ଯାତ୍ରୀବାହୀ ବସ୍ ଅତି ଶକ୍ତ ଧକ୍କା ଦେବାରୁ ଘଟିଥିଲା ଏହିପରି ମର୍ମନ୍ତୁଦ ଦୁର୍ଘଟଣା, ଯେଉଁଥିରେ ବସ୍ର ହେଲ୍ପରଙ୍କ ମୃତ୍ୟୁ ହୋଇଥିବା ବେଳେ 14 ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଅନୁଗୁଳ ଜିଲ୍ଲାର ହଣ୍ଡପା ଥାନା ଲୁହାମୁଣ୍ଡା ଫ୍ଲାଇ ଓଭରବ୍ରିଜ୍ ଉପରେ ଘଟିଥିଲା ଏହିପରି ଭୟଙ୍କର ସଡ଼କ ଦୁର୍ଘଟଣା। ଭୁବନେଶ୍ୱରରୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିବା ଦିଲଖୁସ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଗୋଟିଏ ଟ୍ରକ୍ ପଛପଟେ ଜୋରଦାର ଧକ୍କା ଦେବାରୁ ବସ୍ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଚୁରମାର ହୋଇଯାଇଥିଲା। ତେବେ ଦୁର୍ଘଟଣା ସମୟରେ ବସ୍ରେ ପ୍ରାୟ 25 ଜଣ ଯାତ୍ରୀ ରହିଥିଲେ। ସେମାନଙ୍କ ମଧ୍ୟରୁ 14 ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ବସ୍ ହେଲ୍ପରଙ୍କର ମୃତ୍ୟୁ ହୋଇଛି। ଗୁରୁତର ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ କିଶନନଗର ଓ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ହଣ୍ଡପା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।